জয় 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 রাম জনক সুখদ রাম রাম ভজরে মোহর সদানরে সদা বিধান রাম নাম ভজরে জয় জয় রামচন্দ্র জান বিশ্বপতি রাম নাম ভজরে নবজল ধর ধর শ্যামল মূরতি রাম নাম ভজরে ସେହି ପଦ କହିଲେ ଆଜି ପଶିଲା ଶରଣ ରାମ ନାମ ଅକ୍ଷର ନାମ ଆରତ ତାରଣ ରାମ ଶ୍ରୀଗଣ ଭୂଷଣ ମୋ ଡେରିବେ ଶ୍ରବଣ ରାମ ତାହା ଦୁଇ ପଦ କଥା ଘଟିବ ପୁରାଣ নাম ভজরে বনুয়া ମନେ ମନେ ଭଜ ଭଜଉଛି ଗଲା କହିଲେ ଏବେ ଧୀରାଧିପତି ଜନକ ମହର୍ଷି ଆଜି ସେ କରିଛନ୍ତି ଏହି ବଣ ହେ ସେ ଭାଙ୍ଗିବ ହର ଆଗକୁ ତାପରେ କରିବେ ସୀତା ଅର୍ପଣ ପାଲା 5 ଦିନ ଭିତରୁ 3 ଦିନ ସରିଯାଇଛି ଆଜି ପାଲାର ଚତୁର୍ଥ ଦିନ ମା ଟିକେ ଟାଣୁଆ ସାହିତ୍ୟ ଉପରକୁ ଯାଇଛି হ্যাঁ চালন্তু আজ্ঞা ନାରାୟଣ ମଙ୍ଗଳ କରନ୍ତୁ ଭଗବାନ ମଙ୍ଗଳ କରନ୍ତୁ ଚଲାପଥକୁ କୁସୁମିତ କରନ୍ତୁ ସରପଞ୍ଚ ମହୋଦୟଙ୍କୁ ଭଗବାନ ସମ୍ମାନିତ କରନ୍ତୁ ଏବଂ ସମସ୍ତଙ୍କର ମନସ୍କାମ ପୂର୍ଣ୍ଣ କରନ୍ତୁ ଭଗବାନ ରାମ ସର୍ବେ ବୋଲନ୍ତୁ ଯଶ୍ୱରେ ଆନନ୍ଦେ କୁମାର ହରି ଆଜି ଗୋଟା ପଦ କଥା ସେଇ ରାମ ଭଗବାନଙ୍କ ଉପରେ ଆଲୋଚନା କରିବା ପାଇଁ ଯାଇଛି ଏ ମା ଯେତେ ବସିଛୁ ଦୟା କରି ଶୁଣନ୍ତୁ ଆଜି ଗୋଟେ ଝିଅର ବିବାହ বিবাহরা କୋଉ ଝିଅର ବାହାଘର বলিও ଭାରତ ବର୍ଷର ଗୋଟେ ଶ୍ରେଷ୍ଠତମା ଝିଅ ଆଜ୍ଞା। ମା ସେ ଝିଅର ନାଁ কোন ଜଗଦମ୍ବା ସୀତା সীতা ଜନକ ନନ୍ଦିନୀ ସୀତାର ବିବାହର ও ଭାଇ ଆଜି ଟିକେ ଭୋଜି ଭାତ ରଖ ମୋ ମାର ବିବାହର ପଢା ଟିକେ ଭଲ କରି ଭୋଜି ଭାତ ବାଣ୍ଟି ଦେବା ଦେଖନ୍ତୁ ଆଜି ଜନକ ରାଜା ও ନିଜ କନ୍ୟା ସମ୍ପ୍ରଦାନାର୍ଥେ ও ଗୋଟେ ପଣ କରିସାରିଲେ কোন কোন କଣ ପଣ কোন ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଭାଷାରେ ও ମିଥିଳାଧିପତି ଜନକ ମହର୍ଷି କରିଛନ୍ତି ଏହି ପଣ ଯେ ଭାଙ୍ଗିବ ହର କାମୁକତା କରେ କରିବ ସୀତା ଅର୍ପଣ অর্পণ ଗୋଟା ଧନୁକୁ ପଣ କରିକି ଥୋଇ ଦେଇଛନ୍ତି আজ্ঞা ମା କୋଉ ଧନୁ কব কব ধন ତା ନା ଶିବ ଧନୁ ও ଶିବଙ୍କର ଦିଟା ଧନୁ আজ্ঞা ଗୋଟା ପିନାକ ও ଯାହା ସଦାବେଳେ ପ୍ରଭୁଙ୍କର ହାତରେ ଥିବା ପିନାକ ନାମାଙ୍ଗାଇ ଭଗବାନଙ୍କର ନାଁ ପିନାକ বিনাকি ଆଉ ଗୋଟାଏ ଧନୁ ও ଯାହା ବଦ୍ଧ କରିବା ପାଇଁ ତ୍ରିପୁରାସୁର ସବ ଦେବତା ମାନେ ନିଜର ଶକ୍ତିର ଆୟୋଜନରେ ଏ ଧନୁକୁ ନିର୍ମାଣ କରିଥିଲେ ଭଗବାନ ଶିବଙ୍କ ହାତରେ ଦେଇଥିଲେ এই দিলে ତା ନାଁ ଥିଲା ସେ ଧନୁର ନାଁ କଣ কব কব ଏ, ଏ, স্যার হকাই ছিল ତତ ଭାଇ ମୁଣ୍ଡିଆ ବାଞ୍ଚିଲ কাই আজ্ঞা কাই ଗୋଟା ଗବ ଗବ ଧନୁ କୋଉଠି ଅଛି তাহা পুরা ভাঙি দেলে সেটা তাহলে ଏରା ସେଟା ଅଜଗବ ও তো ଅଜଗବ ଧନୁ আজ্ঞা আজ্ঞা ଅଜଗବ ଧନୁ ରାଜା ଜନକ ও ନିଜର କନ୍ୟା ବିବାହର ପାଇଁ ତାକୁ ପଣ କରିକି ଥୋଇଛନ୍ତି ଆରେ ଆରେ ପାଲାବାଲା ଶୁଣୁଛନ୍ତି କି ପାଲାବାଲା କୋଉ ରୀତିରେ ଯାଉଛନ୍ତି ପାଲାବାଲା ଶୁଣୁଛନ୍ତି ও শোনান্তু ହଉ 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 শুনে কেমতে হব ସେଠି ବସିବାର ଆବଶ୍ୟକତା କଣ ଅଛି ଆଗରେ ଆସିକି ବସିଲେ ଭଲ কোটি বসিলে ଯେତେ ମା ବସିଛନ୍ତି হ্যাঁ ମାଲ ଶିବ ଧନୁକୁ ରାଜା ଜନକ କୋଉଠୁ ପାଇଲେ দেখিবা ଗୋଟେ କଥା ଆଲୋଚନା ଚାଲିଛି হ্যাঁ ମା ନିଜ ଝିଅ ବିବାହର ও ଏ ଶିବ ଧନୁକୁ କୋଉଠୁ ପାଇଲେ পাইলে ନା ସୀତାଙ୍କର ବାପାଙ୍କର ନାଁ ଶିରଧ୍ୱଜ ଜନକ আজ্ঞা ସୀତାଙ୍କର ବାପାଙ୍କ ନାଁ ଶିରଧ୍ୱଜ ଜନକ হ্যাঁ ଶିରଧ୍ୱଜ ଜନକଙ୍କର ପୂର୍ବ ପିଢ଼ି ମାନେ ସର୍ବପ୍ରଥମ ଏ ବଂଶର ରାଜା ও
ରାଜାଙ୍କ ନାଁ ଥିଲା ନିମି। ନିମି ମାଲୋ ନିମିଙ୍କର 6ଟା ପୁଅ ଥିଲେ। ଆଜ୍ଞା ବଡ ପୁଅ ନାଁ ଥିଲା ଦେବରାତ। ହଁ ସଂସ୍କୃତ ଭାଗବତରେ ବ୍ୟାସ କହିଲେ ହଁ କହିଲେ ଦେବରାତ ଇତି ଶ୍ରେଷ୍ଠ ଜ୍ୟେଷ୍ଠ ମହିପତେ ବ୍ୟାସୟୋତସ୍ୟ ଭଗବାନ ହସ୍ତାଗତ୍ୟ ମହାଗମନ। এই নিমি রাজাଙ୍କର 6 ପୁଅ ଭିତରେ ବଡ ପୁଅ ଦେବରାତ ଆଜି ତପସ୍ୟା କରିବା ପାଇଁ ଯାଇଛନ୍ତି। ଯାଇଛନ୍ତି କାହାକୁ ତପସ୍ୟା କରିବେ? କାହାକୁ 51 ବନର ଅଧିପତି ଭଗବାନ ଶିବଙ୍କୁ। ହଁ ଶିବଙ୍କୁ ଯେତେବେଳେ ତପସ୍ୟା କଲେ ଶିବ ପ୍ରୀତ ହେଲେ ସମ୍ମୁଖ ଭାଗରେ ଠିଆ ହେଲେ କହିଲେ ରାଜପୁତ୍ର ଦେବରାତ କଣ ମାଗୁଛ ମାଗ। ମାଗ ନା ପ୍ରଭୁ ମୋ କୂଳରେ ଲକ୍ଷ୍ମୀ ଜନ୍ମ ହୁଅନ୍ତୁ। କୁହନ୍ତୁ ମୁଁ ଆଉ କିଛି ମାଗିବା ପାଇଁ ଚାହେଁ ନା ନା। ମୋ କୂଳରେ ଲକ୍ଷ୍ମୀ ଜନ୍ମ ହେବେ। ଆଚ୍ଛା ଭଗବାନ କହିଲେ ତଥାସ୍ତୁ। ଉପାୟ ଏଇ ହାତରେ ଥିଲା ଅଜଗବ ଦେଲେ ଦିଲ୍ଲୀ କହିଲେ ରାଜପୁତ୍ର ଏ ଅଜଗବ ଧନକୁ ନେଇକି ଯା ଆକୁ ତୁମ କୂଳରେ ପୂଜା କରିବ। ହଁ କିଏ ପୂଜା କରିବ? ଇଏ ସେ ବ୍ରାହ୍ମଣ ପୂଜା କରିବା ଦରକାର ନାହିଁ। ନାଇଁ ନିଜେ ରାଜା ହଁ। ଯିଏ ଶାସନରେ ରହିବେ ଓହୋ। ଯିଏ ସିଂହାସନରେ ବସିବେ ଓହୋ। ତାଙ୍କରି ହାତରେ ପୂଜା ପାଇବ। ପାଇବେ এই শিব ধনুর পূজা ফলরে ହଁ দিনে না দিনে লক্ষ্মী জন্ম হবে। ଏବେ মা 67 জন রাজা চালিগলে ଗଲେ শিব ধনুকু পূজা করি করি 67 জন রাজা গলে 68তম রাজা শিরধ্বজ জনক। ଜନକ শিরধ্বজ জনকଙ୍କ কোଳରେ আজ মা লক্ষ্মী জন্ম নেইছন্তি। পুরাণ কহে যজ্ঞ ভূমি কর্ষণ করিবারে এ যজ্ঞ ভূমিরু মা জনকনন্দিনী সীতাঙ্কর জন্ম হয়েছে। ହେଇଛି সে যাহা হোক, আজি মা সীতাঙ্কর জন্ম হেলা মা লক্ষ্মী জন্ম হয়েছেন। ଓହୋ লক্ষ্মী কি সীতাঙ্কু যেতবে 14 বর্ষ পরিপূর্ণ হওয়া পাই যাইছে ଓହୋ সেতবে তাঙ্ক পাই এক স্বয়ম্বর আয়োজন করা যাইছে। ଯାଇଛି কেমিতি জানিবা କେମିତି লক্ষ্মী বলি কেমিতি জনা গলে କେମିତି না দিনকর কথা রাজা জনক যাইছন্তি বাহার সেদিন ধনু পূজা হই পার নাই। ନାଇଁ মা সীতাঙ্কর বয়স সেতবেলକୁ 7 ବର୍ଷ। ଆଚ୍ଛା ଅଲିଅଳି ଜେମା ବାପାଙ୍କ ସାଙ୍ଗରେ ସବୁଦିନ ଯାଆନ୍ତି ଶିବ ଧନୁକୁ ପୂଜା କରିବା ପାଇଁ ବା ପୂଜା ଦେଖିବା ପାଇଁ। ବାପା ପୂଜା କରନ୍ତି, ଝିଅ ଠିଆ ହେଇକି ଦେଖନ୍ତି। ଦେଖ ନିତ୍ୟ ନୈମିତ କଥା। ଯାହା ମା ଯାହା ବାପା ନୀତି ପ୍ରତିଦିନ ଦେବାଳୟକୁ ଯାଏ ତା ପିଲା ଉପରେ ପ୍ରଭାବ ପଡେ ନା ନାଇଁ କହନ୍ତୁ। ଆଜି ଗୋଟେ କଥା କହୁଛି ଶୁଣନ୍ତୁ। ନିଜର ପରମ୍ପରା ଅନୁଯାୟୀ ବାପା ଅନୁଯାୟୀ ମା ଅନୁଯାୟୀ ପିଲା ଗୁଡାଙ୍କର ଗୁଣର ପରିପ୍ରକାଶ ହୁଏ। ମନୁ କହିଲେ ସୁଶୀଳ ମାତୃଗୁଣେନ ପଣ୍ଡିତ ବଂଶ ଗୁଣେନ ଗୁଣେନ ଭାଗ୍ୟ। মা তা যদি ভদ্র যে পরিবারে মা ভদ্র তা পিলা ভদ্র হয়ে যায়। মা যদি ভদ্র পিলা ভদ্র। ଭଦ୍ର বিশ্বর্বা ঋষি এড়ে বড় বিজ্ঞ ঋষি ହଁ তা মাটা খারাপ বললি ଓହୋ পিলাগুড়া সব খারাপ হয়ে গেল না। সতরা মিছ কহতু ভাই। ହଁ হিরণ্যকশিপুর স্ত্রী কয়াদু ভদ্র বলি হিরণ্যকশিপুরা দুষ্ট। ହଁ মাটা ভদ্র বলি পিলাটা ভদ্র হয়ে গেল না। ଭଲ ତ ଆପଣ ମାନେ ଯେମିତି ହେବେ ଯେମିତି ଚିନ୍ତା ଚେତନା ରହିବେ ଛୁଆଟା ଉପରେ ପ୍ରଭାବ ପଡେ। ଦେଖନ୍ତୁ ମା ଭଦ୍ର ହେଲେ ଛୁଆ ଭଦ୍ର ହେଇଯାଏ। ବାପା ଯଦି ପଣ୍ଡିତ ପିତୃଗୁଣେନ ପଣ୍ଡିତ ଛୁଆଟା ନିଶ୍ଚିତ ପଣ୍ଡିତ ହବ। ପିତୃଗୁଣେନ ପଣ୍ଡିତ ପୁଣ୍ୟାତ୍ମା ବଂଶ ଗୁଣେନ ଏଇ ଯୋଉ ବଂଶର ବୁନିଆଦି ଅଛି ଯୋଉ ବଂଶର ମର୍ଯ୍ୟାଦା ଅଛି ସେ ବଂଶର ପିଲା ତା ଖରାପ ପାଟକୁ ପାଦ ଦବା ଦେଲା ବେଳେ ତା ମନକୁ ଆସିବ ହେଇ ମୁଁ ଅମୁକ ବଂଶର ଛୁଆ, ମୁଁ କେବେ ଖରାପ କାମ କରିପାରିବିନି, ମୋ ବଂଶର ସବୁଦିନ ପାଇଁ କଳା ଲଗେଇ ପାରିବିନି।
पुण्यात्मा वंश गुणेन नहीं तो गुणेन भाग्यवान निजे निज भाग्य को तैयार करिवो हिटलर गंगा रे गला बेले ज्योतिष को देखै दला कहला मो हाथ रे कोन अछि देखिलो कहला नाही तुम हाथ रे किछ नाही तुम किछ कर परिबो ना खंडा रे गाने पखै दला कहला रेखा कोन नाही रेखा मु तैयार करिवि निज कर्म अनुसार निज कर्म बल रे निज अध्यवसाय रे मनुष्य भाग्यवान हुए निज भाग्य को मा निजे तैयार करे भाग्य के तैयार करती नहीं कहीं केत कथा पड़ा ना माँ सीता नीति प्रतिदिन बापा संगे जाती धनु पूजा देखा सब दिन देखी 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 धनु पूजार प्रभाव ऊपर पड़ी जो दिन बापा नहांती पूजा केमी कर तो ब्राह्मण पूजा करें ना तो कूल लोक पूजा करेंगे माँ सीता 7 वर्ष पलैले पूजा करने विराट सिंधुक भीतर धनु अच्छी विराट सिंधुक सिंधुक चक लगी 7 जना मल्ल नियुक्त होती ये स्थान से स्थान को नापी देख धनुटा गरियान धनु सिंधुक भीतर थुआई केता दिन बेलपत्र कनियर फूल दुदुरा फूल पड़ी 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 गंध बाहर समस्ते जाते फूल चंदन पकई दिखती तुलसी पकई दिखती बेलपत्र पकई दिखती पूजा करके मुंडिया मारिक पड़े माँ पुरुष जाति सीना या नारी जाति किंतु ता नुह से पूरा लक्ष्मी सेवा करवा घर को भल कर चिकन करवा मार्जित करवा हूँ नारी धर्म सीता ठिया सिंधुक भीतर को लक्ष्य पकईदेला बेल कौ दिन आवर्जना हाथ में धरले गोटा समार्जनी भीतर तो पूज्य धनु अच्छा केमिति सेवा करेंगे केमिति परिष्कार करेंगे कौन कले इतने ओजन धनु 8टा मल्ल चक लगी सिंधुक को टाणी अटारिकी नियंती निजे सीता अनायास बाँ हाथ टेकिले डाण हाथ में समार्जन कर डाण हाथ में सिंधुक समस्त अलिया आवर्जना सफा कर इत्यावसर भगवान जोग देख इत्यावसर राजा जनक प्रत्यावर्तन कर अनेक समय करगला धनु पूजा करा नहीं पलि आसुंच जन माल गवाक्ष मार्गरे झरका मार्गरे जनक ठिया देखुंट मोर झी 7 वर्षिया झी गरियान शिव धनु बाम खर उत्तोलन कर दक्षिण कर समार्जन करमकी पड़ा राजा जनक कला झील किए कौन एड़े बड़ शिव धनु को टेकी 7 वर्षर झी मुझे झील को मो झी कहूँ बापा बापा ये झील किए क्या पचारि परम ब्रह्म ज्ञाता वाल्मीकि वाल्मीकि रामायण लिखा आरंभ कले जाए वाल्मीकि पचारि ब्रह्म ज्ञानी जनक चली जाऊँ वाल्मीकि पाद तले पड़गले हे ऋषिवर हे ज्ञानी मत दया कर कहतु ये झील को एता दृश्य अवस्था देखला बेले से झील किए हसीदे वाल्मीकि प्रभुंकर रामावतार से परा स्वयं लक्ष्मी से स्वयं लक्ष्मी ना जदि लक्ष्मी से तो धनु टेकिला ता बर किए हम ना हाँ से तो लीला कवि सम्राट भंज चतुर्थ छंदरे सुंदर कथा के कहीदेले बारिले वाल्मीकि भांगिब जेहू हो शिवधन को उत्तोलन कर मात्र से नारायण जी धनुरे गुण देकर भांगिदेवे से नारायण को गलारे वर्णमाला देवे जगदम्बा लक्ष्मी सीता जाओ समय आसिले पण करदब फेरी आसिले वाल्मीकि फेरी आसिले जनक मन कथा मनरे झील को जो दिन 14 वर्ष है
ତାଙ୍କ ପାଇଁ ସ୍ୱୟଂବର ଆୟୋଜନ କରିଦେଲେ। ଅନେକ ରାଜକୁମାର ମାନଙ୍କୁ ଆମନ୍ତ୍ରଣ କରୁଛନ୍ତି। କଣ ସ୍ୱରୂପ ଆଜି ଥୁଆ ହେଇଛନ୍ତି ମହାମହିମ୍ନ ଶିବଧନୁ। ଯିଏ ଅଜଗବରେ ଗୁଣ ଦବ, ଯିଏ ଅଜଗବକୁ ଭଗ୍ନ କରିବ, ତାରି ଗଳାରେ ମୋ ରାଜକନ୍ୟା ମୋ ମା ସୀତା ବରମାଲ୍ୟ ମଣ୍ଡନ କରିବେ। ଏହା ହଉଛି କଣ ସବ ରାଜକୁମାର ପହଞ୍ଚାଇଛନ୍ତି। ଏଣେ ବିଶ୍ୱାମିତ୍ରଙ୍କ ଜାଗ ରକ୍ଷା କରି ଭଗବାନ ରାମ ଲକ୍ଷ୍ମଣ ବିଶ୍ୱାମିତ୍ରଙ୍କର କଥାରେ ଜନକରାଜପୁରୀରେ ପହଞ୍ଚିଗଲେ। ଗୋଟାଏ ପଦ କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ରାଗ ଚୋଖି ଆଗରେ ଚାଲିଛନ୍ତି ବିଶ୍ୱାମିତ୍ର, ପଛରେ ଚାଲିଛନ୍ତି ମର୍ଯ୍ୟାଦା ପୁରୁଷ ଭଗବାନ ରାମ, ପଶ୍ଚାତ ଭାଗରେ ପରମ ସେବକ କନିଷ୍ଠ ଭ୍ରାତ ଲକ୍ଷ୍ମଣ। ସେଟା ବଜାରଟା, ବଜାର ଜନକ ରାଜାଙ୍କର ବଜାର, ମିଥିଳା ରାଜ୍ୟର ବଜାର। ଦୁଇ ପାର୍ଶ୍ୱରେ ବଜାର ଭାଇମାନେ ବସିଛନ୍ତି ଦୋକାନ କରିକି, ବାଟରେ ଚାଲିଛନ୍ତି, ମଝି ଦାଣ୍ଡରେ ଚାଲିଛନ୍ତି। କବି ସମ୍ରାଟ କହି ବିପଣୀରେ ଥିବା ରାମ ବିଶ୍ୱାମିତ୍ର ଲକ୍ଷ୍ମଣ ଚାଲିଥିଲା ବେଳେ ଯେତେ ବଜାରବାସୀ ସମସ୍ତଙ୍କର ଦୃଷ୍ଟି ପଡ଼ିଗଲା। ବିପଣୀରେ ଥିବା ଜଣେ ଭାବନା କଲେ ଦର୍ଶନେ ଆଗତ କି ଧାତାହର ମଧ୍ୟରେ ହରି କହିଲେ ଭାଇ ହେ ଦେଖ ଦେଖ ଆଜି ଯିଏ 3 ଜଣ ଯାଉଛନ୍ତି ଅତିଥି, ଏ ଅତିଥି କିଏ? ଆଗରେ ବୁଢା ବାପାଜୀ ନୁହନ୍ତି ବ୍ରହ୍ମା। ପଶ୍ଚାତ ଭାଗରେ ଯୋଉ ତୀକ୍ଷ୍ଣ ତେଜା ଯୁବକ, ସେ ତୀକ୍ଷ୍ଣ ତେଜା ଯୁବକ ନୁହନ୍ତି, ସେ ହଉଛନ୍ତି ଭଗବାନ ସ୍ୱୟଂ ରୁଦ୍ର ଶିବ। ମଝିରେ ଯିଏ ଯାଉଛନ୍ତି ଶ୍ୟାମଳ ତନୁ, ଆଜାନୁଲମ୍ବିତ ବାହୁ, ବିସ୍ଫାରିତ ଲୋଚନ ଯୁଗଳ। ଇଏ କିଏ? କୋଟି ଶରଦ ଚନ୍ଦ୍ର যিনি ଯାହାଙ୍କର ମୁଖ ଲାବଣ୍ୟ, ସେ ହଉଛନ୍ତି ନିଶ୍ଚିତ ବିଷ୍ଣୁ। ଆଉ ଜଣେ ପଚାରିଲା କହିଲା ହେ ତୋର ଗୋଟେ ମାନସିକ କଳ୍ପନା, ଆଜି ବ୍ରହ୍ମା କାହିଁ ଆସିବେ, ନାରାୟଣ କାହିଁକି ଆସିବେ, ଶିବ କାହିଁକି ଆସିବେ? ନାରେ ମୂର୍ଖ, ଆଜି ପରା ଆମ ଜନକ ରାଜାଙ୍କର ଝିଅ, ଆମ ଦେଶର ରାଜକନ୍ୟାଙ୍କର ସ୍ୱୟଂବର। ସେ ପରା ସ୍ୱୟଂ ଲକ୍ଷ୍ମୀ, ସେ ପରା ସ୍ୱୟଂ ଶ୍ରୀ। ତାଙ୍କ ପାଇଁ ଯୋଉ ପଣ ହେଇକି ଥୁଆ ହେଇଛି ଶିବଧନୁ, ସେ ଶିବଧନୁକୁ ଭାଙ୍ଗିବା ପାଇଁ କଣ କେହି ସମର୍ଥ? କେବଳ ବିଷ୍ଣୁ ଭାଙ୍ଗିବେ, କେବଳ ନାରାୟଣ ଭାଙ୍ଗିବେ। ନାରାୟଣ এই যে মঝিরে চালিছেন সেই নারায়ণ কর কমলরে নিশ্চিত শিবধনু ভগ্ন হব। কিমিতি না শুণ, গোটা বিজ্ঞান সম্বন্ধীয় কারণ আছে। আচ্ছা, বিজ্ঞান সম্মত কারণ কোন? মঝিরে যে পুଅ ଯାଉଛନ୍ତି ତାଙ୍କ ରୂପ କିଭଳି ନା ଇନ୍ଦ୍ର ନୀଳମଣି ପରି। আচ্ছা, ଯାହାଙ୍କର ରୂପ ମର୍କତ ମଣି ପରି, ଇନ୍ଦ୍ର ନୀଳମଣି ପରି। ସେ ମର୍କତ ମଣିର ଗୋଟା ବିଜ୍ଞାନ ସମ୍ବନ୍ଧ କାରଣ ଥାଏ। কোন? ବାଉଁଶ ସହିତ ଲାଗିଗଲେ ମର୍କତ ମଣି
ବାଉଁଶର ଗଣ୍ଠି ଗୁଡାକ ହୁଗୁଳି ପଡେ ମଳମାଲ ଛାଡ଼ିଯାଏ। ସବୁ ରାଜକୁମାରଙ୍କୁ ସିନା ଅବୋଧ ହବ ସବୁ ରାଜକୁମାରଙ୍କ ପାଇଁ ସିନା ଧନୁ ଭଙ୍ଗା ଯାଇ ନପାରେ ଆରେ କିନ୍ତୁ ଏ ପୁଅ ଏ ବିଷ୍ଣୁ ସ୍ୱରୂପ ମର୍କଟ ମଣିକାନ୍ତି ବିଶିଷ୍ଟ ଯୁବକ ଯେତେବେଳେ କର ନିକ୍ଷେପ କରିବେ ଯେତେବେଳେ ହାତ ବଜେଇ ଦେବେ ତାହା ଦ୍ୱାରା ନିଶ୍ଚିତ ଭାବରେ ଧନୁ ଗଣ୍ଠି ଗୁଡାକ ଛିଣ୍ଡି ଯିବ ଭାଙ୍ଗି ଯିବ ଧନୁ ଲକ୍ଷ୍ମୀ ନିଶ୍ଚିତ ଭାବରେ ବିବାହ କରିବେ ଏଇ ମର୍ମରେ ଆଜି ନାରାୟଣ ପଳେଇ ଆସିଛନ୍ତି କି ବର୍ଷୟ ରମ୍ୟରେ ମାନସ ଇଏ ଭାଇ ଯାହା କହିଲେ ସମସ୍ତଙ୍କ କାନଟା ବଶୀଭୂତ ହେଇଗଲା ବିଜୟ ରାମ ଅବଭୂତେ ସୁବେ ଘୋଷ ସମସ୍ତେ ତାଳି ମାରିକି ନାଚିଲେ କହିଲେ ଭାଇ ରେ ରାମ ଆସିଛନ୍ତି ରାମ ରାମ ଆସିଛନ୍ତି ରାମ ରାମ ଆସିଛନ୍ତି ରାମ ଆସିଛନ୍ତି 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 ତାକୁ ଦେଖିଲେ କିଏ ପାଗଳ ନ ହୁଏ ଯେ ଆରେ ତାକୁ ଦେଖିଲେ କିଏ ପାଗଳ ନ ହୁଏ ରାମକୁ ଆଜି ବଣିକବାସୀ ଦେଖିଛନ୍ତି କଣ କମ ସୌଭାଗ୍ୟ ତାକୁ ଦେଖି ଦେଖି ସମସ୍ତେ ଆଜି ଆନନ୍ଦ ବାବାଜୀ ଗୁଡାକ ନାରୀ ହବା ପାଇଁ ଚାହିଁଲେ କି କଥା ବସାୟ ରମ୍ୟରେ ମାନସ ବିଜୟ ରାମ ଅଦଭୁତେ ଶୁଭେ ରାମ ଆସିଛନ୍ତି ରାମ ଏ ଚାରିଆଡେ ପ୍ରଚାରିତ ହଉଛି ସମସ୍ତେ ଆନନ୍ଦିତ ଯେତେବେଳେ ସମସ୍ତଙ୍କ ମନରେ ଆଜି ଦିବ୍ୟାନନ୍ଦ ରାମ ଆସିଛନ୍ତି ଗୋଟିଏ ହାନ୍ଦୋଳା ଉପରେ ବସିଛନ୍ତି ସୀତା ପାଖରେ ଅଛନ୍ତି ସଖୀ ମାନେ ସେଇ ବାଟ ରାମ ଚାଲିଛନ୍ତି ସେଇ ପାଖରେ ଲକ୍ଷ୍ମଣ ଚାଲିଛନ୍ତି ବିଶ୍ୱାମିତ୍ର ଚାଲିଛନ୍ତି ଆଚ୍ଛା ସୀତାଙ୍କର ଦୃଷ୍ଟି ପଡିଗଲା କେତେ କେତେ ରାଜକୁମାର ଆସିଛନ୍ତି ସୀତାଙ୍କର ଦୃଷ୍ଟି ପଡିଲା ସୀତା ମନେ ମନେ ଚିନ୍ତା କରୁଛନ୍ତି କବି ସମ୍ରାଟ ଭଞ୍ଜ ବୈଦେଶ ବିଳାସ ପୁଣି ଚୋଖୀ ଆଉ ତ ପ୍ରାୟ ଚୋଖୀ ପଦ ଗୋଟେ ପଦ ଗାଉଛି ଶୁଣ ବୈଦେହୀ ବିମଳ ସ୍ୱୟଂବର ମା ସୀତାଙ୍କର ବୟସ 14 ବର୍ଷ ये 14 ବର୍ଷିଆ ମା ସୀତା ଦ୍ୱିତଳ ରାଜପ୍ରସାଦ ଉପରେ ବସିଛନ୍ତି ପାଖରେ ସଖୀ ମାନେ ଅଛନ୍ତି ଯିଏ ଶିବ ଦଉନ ଭାଙ୍ଗିବ ତାଙ୍କ ଗଳାରେ ମୁଁ ବ୍ରହ୍ମାଣ୍ଡ ଦେବି 14 ବର୍ଷର ଝିଅ ଯେତେବେଳେ ସୀତା ବସିଛନ୍ତି ରାଜଦାଣ୍ଡରେ ଚାଲିଛନ୍ତି ବିଶ୍ୱାମିତ୍ର ରାମ ଲକ୍ଷ୍ମଣ ଦୃଷ୍ଟି ପଡିଗଲା ମା ସୀତାଙ୍କର ମା ସୀତା କିଭଳି ରୂପ କବି ସମ୍ରାଟ ଭଞ୍ଜ ଗୋଟେ ପଦ ଭିତରେ ସବୁ କଥା କହିଦେଲେ ଏଥିରେ ସୀତାଙ୍କର ସୁନ୍ଦରୀ ମା ଅଛି ମନୋଭାବ ଅଛି ବୈଦେହୀ ବିମଳ ଦେହୀ ବିମଳ କହିଲେ ଉଜ୍ଜ୍ୱଳ ଏକଦମ ଗୌରାଙ୍ଗୀ ଗୌରବର୍ଣ୍ଣା କେତେ ଗୌରବର୍ଣ୍ଣା କମଳ କେଶରେ ନାହିଁ କମଳ କହିଲେ ପଦ୍ମ
ତା ଭିତରେ ଗୋଟେ କେଶର ଥାଏ। ଆଜ୍ଞା କେଶର ରଙ୍ଗ କେମିତିଆ? ହଳଦିଆ କେଶରଟା ଯେତେ ହରିଦ୍ର ବର୍ଣ୍ଣା ହବ ଓ ମା ସୀତା ରୂପ ନିକଟରେ ତୁଚ୍ଛ। ତୁଚ୍ଛ ଏତେ ଗରି ଏତେ ଗୌରାଙ୍ଗୀ ଆହା। ଏତେ ଗୌର ବର୍ଣ୍ଣା ହଁ। ମା ସୀତା ଅଦ୍ଭୁତ କାନ୍ତିকে ନିଦର୍ଶନ করে। ଆଜ୍ଞା ବସିଛନ୍ତି ଦ୍ୱିତଳ ରାଜପ୍ରସାଦ ଉପରେ ସଖୀ ପରିଭୃତା। ରୀତି ସାହିତ୍ୟକୁ ଯଦି ଯିବା ଗୋଟା ଗୋଟା ପାଦ ଭିତରେ ଗୋଟା ଗୋଟା ପଦ ଭିତରେ କବିମାନେ ବହୁତ ବହୁତ କଥା ଆଣିଛନ୍ତି। ଏ ବିଦର୍ଭ ରାଜନନ୍ଦିନୀ ମା ରୁକ୍ମିଣୀଙ୍କର ରୂପ ବର୍ଣ୍ଣନା କରିବା ଛଳରେ ଉତ୍କଳ ଘଣ୍ଟ ଯଦୁମଣି ମହାପାତ୍ର ପ୍ରବଙ୍ଗ ପୂର୍ଣ୍ଣଚନ୍ଦ୍ର ଗୋଟା ପଦ ଆଣିଛନ୍ତି। ଗୋଟା ପଦ 1.5 ଲକ୍ଷ ଟଙ୍କା ଦେଲେ ବି ସମାନ ହବ। ହବନି ଦେଖୁନ ଗୋଟା ପଦ ସେଇ ରାଗ ଚକ୍ଷୁ आज गोटे स्पेशल प्रसाद आसता 4 दिन भितर भेराइट्स ऑफ फूड खाद्य प्रक्रिया उन्नत मानर आज बाहर थी आ गोटे कथा अच्छी आ तो रात खाई हबनी संजीव भाई दही तो खाई हबनी खाली रसगोला खाइब दही रसगोला मिसेक पाला खाइबे थोड़े खंडे आसी अच्छा थोड़े आम सब खाई उठ सारू आज ठाकुर प्रसाद अनंत वासुदेव प्रसाद आसला भेराइट प्रसाद प्रसाद खाई लुण खाई क्या लुण खाई अरे जहाँ लुण खाइब ता गुण तो खाइब ना प्रभु सबुदिन एठी पाला पड़ू आमर आमे सबुदिन तुम प्रसाद खाउथबो सबुदिन एठी पाला को पैसा देले देउ तो न देले ठीक अछि अरे 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 मीडिया टाइम पैसा देले देउ एड़े मागणा खियाई पैसा टा खोंची कर ना उमा रमण बड़ाई अच्छा छंदटा को लक्ष्य रखि दंतु पळेबा बाटे माटी को पड़ीबा मां सीतांकर रुक्मिणीकर रूप वर्णना करबा पई जाई जदुमणि महापात्र केड़े बड़ कथा कहिबे कोन कहिले उमा रमण बड़ाई आज्ञा उमा पार्वती मां पार्वती रमण स्वामी स्वामी पार्वती को स्वामी के दुर्गा काई सारे तक आज्ञा मंगलमय सदाशिव भांडाई मार को नहीं मंगलमय सदाशिव आज्ञा शिव ताकर बड़ई कोन कोन बड़े थिला ताकर गर्व अहंकार कोन कान दई कंदर्प को जली दैछि कंदर्प को जाली देली या थला गर्व जहा मन रे अहंकार आसे भगवान ता अहंकार को भग्न करन हां 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 भगवान कहले शिव तम अहंकार आज भागिबा अच्छा अच्छा गोटे मोहिनी रूप को धारण कले ओले भगवान शिवंकर सम्मुख टेके पहुंचले शिव अवस्था सबुठार सर्वश्रेष्ठा सुंदरी पार्वती अंगपलंक मंडन कर पार्वती ठार सुंदरी अच्छा पार्वती सबुठार सुंदरी रमेश भाई प्रमाण आगे बसलनी सार आगे बस तुम सार पचर कौन बस पार्वती सर्वश्रेष्ठा सुंदरी
প্রমাণ মহাকবি কালিদাস কালিদাস কলে অসম্ভূত মণ্ডল মঙ্গলস্তে প্রয়াস বাক্যঙ্করণং মদস্য কামস্য পুষ্পম ব্যতিরিক্তমস্ত্রৈ পাণ্ড্যাৎ পরম সুখময় প্রভেদে ইমান সম্ভবরে মহাকবি কালিদাস বয়ান দেবে বলে মা গোটা প্রেমিক প্রেমিকাକୁ ଯୋଡ଼ିବା ପାଇଁ 15 ହାତରେ 5ଟା ଫୁଲସର ଥାଏ ଆଜ୍ଞା ଯୋଉଠି 5ଟା ଫୁଲସର କାମ ନ କରେ ଇଏ ପାର୍ବତୀର ରୂପ ଗରିମା ତା ପାଇଁ ଷଷ୍ଠ ଅମୋଘ ବାଣ ହେଇଯାଏ ଆଜ୍ଞା ଅତଏବ ପାର୍ବତୀ ଠାରୁ ଅନିନ୍ଦନିଆ ସୁନ୍ଦରୀ ଦୁନିଆ କେହି ନାହାନ୍ତି ନାହାନ୍ତି ସେ ଶ୍ରେଷ୍ଠା ସୁନ୍ଦରୀ ଭଗବାନ ଶିବ ଗ୍ରହଣ କରିଥିଲେ ହେ ପୁରୁଷ ଜାତି ତ ବ୍ରହ୍ମର ଫୁଲକୁ ଫୁଲ ଉଡ଼ିବା ଧର୍ମ ଶିବ ଅବସ୍ଥାରେ ମୋହିନୀ ଆସିକି ପହଞ୍ଚିଗଲେ ସେ ତ ବିଶ୍ୱ ଭୁଲାଣିଆ ରୂପକୁ ଧାରଣ କରିଛନ୍ତି ମୋହିନୀକି ଦେଖିଦେଲେ ପିଲାରେ ବା ପୁରା ଅନିନ୍ଦନିଆ ସୁନ୍ଦରୀ ଇଏ ସୁନ୍ଦରୀ କି ହେଲେ ପାଆନ୍ତି ଇଏ ସୁନ୍ଦରୀ କି ହେଲେ ପାଆନ୍ତି ର କାଲି ମୋ ଭାଇ କହୁଥିଲେ କହିଲେ ରୀତି ସାହିତ୍ୟ ହଉନାହିଁ ଚୌପଦୀ ହଉନାହିଁ ଗୋଟେ ମନେ ମନେ ଭଗବାନ ଶିବ ଭାବୁଛନ୍ତି କହିଲେ ଏ ବନ ଯାକ୍ଷୀ ନବୀନାକୁ ପାଇବି କି ରସେ କହିବି କି ବନ ଯାକ୍ଷୀ ନବୀନାକୁ ପାଇବି କି ରସେ କହିବି କି ବନ ଯାକ୍ଷୀ ନବୀନାକୁ ସତରେ ମୁଁ ପାଇବି ଏ ବନ ଯାକ୍ଷୀ ନବୀନାକୁ ପାଇବି କି ରସେ ନବୀନା ତୁ କାହିଁ ଠିଆ ହେଲୁ ମୁଁ ମୋହିନୀ ଆପଣ ଶିବ ଆଚ୍ଛା ଆପଣ ମୋହିନୀ ହନ୍ତୁ ଆପଣ ମୋହିନୀ ହୁଅନ୍ତୁ ଆଚ୍ଛା ଆଚ୍ଛା ସତରେ ଆପଣ ରସାରେ ମୋହି ପାରିବି ବିକି 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 ପଡିବ ଆଚ୍ଛା ପଛୁ ଖାଲି ବିକି 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 ଯାଅ ବିକିବା ବନ ଯାକ୍ଷୀ ନବୀନାକୁ ପାଇବି କି ରସେ କହିବି କି ବନ ଯାକ୍ଷୀ ନବୀନାକୁ ପାଇବି କି ରସେ କହିବି କି ରସା ମୁହୁରି ଘୁଟ ଦିପେକେରେ ସୁସଟ ମୁହୁରି ଘୁଟ ଦିପେକେରେ ସୁସଟ ପରେ କର କହିବି କି ରସେ କହିବି କି ବନ ଯାକ୍ଷୀ ନବୀନାକୁ ପାଇବି କି ରସେ କହିବି କି ବତାও না তুমি সিয়াড়াও না ରସପୂରିତ ବକ୍ଷ ଉପରେ କର ସ୍ଥାପନ କରିପାରିବି କି ତାର ଗଣ୍ଡ ମହଣ୍ଡଳ मोर चतुष्पदी पढ़ा दरकार नहीं मो पर्यावरण केवल मारदम ना 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 तू तो बुढ़ा आदमी तू हटिबो था ये मो पर्यावरण मार देके पड़ी तू एनी क्या से सारे बुढ़ा कहबे नहीं आथरी नहीं तो पट करना सेटा पट कोना तो बुढ़ा कह देले बुढ़ा खराब लग कहिया को देते बुढ़ा ले खट्टा सत्तो से तो अधिक हां तू पट करना जाइलन तू पट करना रा कवि सब कवि बांका दास भड़ई बांका निधि रसिक निधि भड़ई बांका निधि रसिक निधि भड़ई बांका निधि रसिक निधि भड़ई बांका निधि रसिक रहिना अरे ए रहरे ए चत्त मात्रे सतरामा कुंगे सतरामा कुंगे साई मिकी
ଶିବ ଡାକିଲେ ଗଲା ବାକା ଓହୋ ପୁଣି ଆଉ ଗୋଟା ପଥ ଅଙ୍କ ଅଙ୍କ ଅଙ୍ଗ ଅଙ୍ଘ ଆଚ୍ଛା ଅଂଶ ଅଂଶ ହଁ ଅଂଶ ଅଂଶ ଆଜି ଆମ ପର ପିଢ଼ି ପାଲାବାଲା ଏ ଆଗରେ ଦି ଜଣ ଯୋଗ୍ୟ ଦାୟକ ବସିଛନ୍ତି ହଁ ମୋ ପ୍ରିୟ କରୁଣାକର ଅଭିମନ୍ୟୁ ବାବୁ ଦି ଜଣ ଯାକ ଶିକ୍ଷକ ବୃତ୍ତିର ଶିକ୍ଷକ ନିଶାରେ ପାଲାବାଲା କଣ ହେଲା ଦି ପ୍ରକାରେ ସବୁ ପୁଅମାନଙ୍କୁ ମୋର ହାତ ଯୋଡ଼ା ଅଳି ପିଲାମାନେ ଟିକେ ସାହିତ୍ୟ ଶିଖ ଇଏ ପିଢ଼ି ଚାଲିଯିବ ଲକ୍ଷ୍ମୀଧର ରାଉତଙ୍କ ପରେ ଗୋଟା ପିଢ଼ିର ଅବସାନ ଘଟିବ ଗଲେଣି ପ୍ରହ୍ଲାଦ ସାହୁ ଗଲେଣି ଅଭୟ ସ୍ୱାଇଁ ସ୍ଥାଣୁ ଜଗନ୍ନାଥ ବେହେରା ସ୍ଥାଣୁ ସମସ୍ତେ ଚାଲିଗଲା ପରେ ରାଉତ କେବଳ ଆମର ଆତ୍ମସମ୍ମାନ ସମଗ୍ର ପାଲା ଜଗତର ଚଳନ୍ତି ମୁରବୀ ହେଇକରି ଅଛନ୍ତି ତାଙ୍କ ପରେ ମୁରବୀ ଶୂନ୍ୟ ତାଙ୍କ ପରେ ମୁରବୀ ସ୍ତରକୁ ଆମେ ପଳେଇ ଆସିବୁ ଲକ୍ଷ୍ମୀଧର ଭାଇନା ମୁଁ ଚକ୍ରଧର ବାରିକ ଇତ୍ୟାଦି ଇତ୍ୟାଦି ଯେତେ ଭାଇ ପୁଅମାନେ ସବୁ ବସିଛନ୍ତି ଆମର ବିନମ୍ର ନିବେଦନ ଏ ପାଲା ସଭ୍ୟତାକୁ ଜାଗ୍ରତ କରା ସୁପ୍ତ ହେଇଥିବା ପାଲା ସଭ୍ୟତାକୁ ତମେ ସବୁ ଶିକ୍ଷିତ ଓଡ଼ିଆ ସାହିତ୍ୟକୁ ଏମିତି ଫେରାଇ ଦିଅ ଯେମିତି ପାଲା ଜଗତଟା ବା ହେଇକି ରହିବ ମୋର ନିବେଦନ ଆତ୍ମା ନିବେଦନ ସବୁ ପିଲାମାନେ ର ର ର ଏ ବା ଆଉ ଗୋଟେ ପଦ ବାକାଦାସଙ୍କ ସାହିତ୍ୟ ଡାକିଲେ ସୁନ୍ଦରୀ ସୁନ୍ଦର क्या हला पुण बेहलिया କଣ କରିବି ଆପଣ କାହିଁ कले रंकर तो नाम हास सख कंठी करे बस रंकर तो नाम पुराण भीतर विषय भीतर आलंकारिक चिंता को पड़े आपण मान दूर को नहीं जाइए मत क्षमा देवे ये चतुष्पथा पढ़ के पूरी विषय को पड़े ପଢିବା रे रंकर तना ହଁ रे शंख कंठी କହ ନେଇ रे रंग धरा ହଁ रे रंभा जंघनी ହଁ तो उठर के मत पीयूष चखी दे ନାଇଁ ଚଖେଇ ହବନି अंग अंग अंचाशिव मुच मान घेन सुंदरी मूर्च मान ମୁଜିବି ନେଇ घेन बाक्य ଜାଣିବି ନେଇ बांछरामा रतिरस ନାଇଁ गंजना देउछि मार ଯୋଉ ये जिंछका को विनाश ପାଣି ଅଜାଡ଼ି ହେଇଯା ये कष्ट को विनाश कर ହଁ उस पानी देड़ी हिना ହଁ अंत बात हृदय सर करे करुण करे भास करुण सुरे भास करुण सुरे भास हनुम दूत सावारे हनुम दूत सावारे कुंठा कनि मोहि ଏଇଟା କଣ अरे सुंदरी षंढ ऊपर आसीन भगवान शिव ହଁ तत प्रार्थना करुची मो दुख फेट अंड अंड अंत अंतर न करी पर ये स्केल ज्ञान रहू कौन नहले मरीजीव पालारे आज कहूली राउत सार सहित कथा कहीं बुढ़ा बयस गर्जन ना पुओ मोर हौ नहीं ହଉନି एमती गोटे फर्मुला पढ़ी मोर हौ नहीं କେମିତି ହବ कि सुंदर मार्दुचु आज दी कथा
ପଚାରୁଥିଲା ମୋ ସ୍ୱର ଦବି ଯାଉଛି ହାରମୋନିୟମ ସ୍କେଲ ସ୍ୱର ବାନ୍ଧ ହାରମୋନିୟମ ଟେ କିଣ ନହେଲେ ହବନି ବାପା ପାଲା ଆସ ଶୁଣ ମନ୍ଥର ଗତି ମନ୍ଥର ଗମନା ଦାସ ମୁଁ ତ ଦାସ ମୋ ଗଳାରେ ବାହୁପାଶ ବାନ୍ଧିଲି କଣ ଚପକୁଛ ର ଶେଷ ପଦକୁ ଯିବା କହିଲେ ଚମ୍ପକ ଗୋରିଆ ସାଙ୍ଗେ ବାହୁପାରେ ପଡ଼େ ମାନସ ପଡ଼େ ପଡ଼େ ବାହୁପାରେ ପଡ଼େ ମାନସ ବାପନା ବାଙ୍କିଆ ଭଳେ ବାପନା ବାଙ୍କିଆ ଭଳେ ହସ୍ତନା ଭଗବାନ ଶିବ ଡାକି ଡାକି ଚାଲିଛନ୍ତି ଛାନ୍ଦକୁ ପଳେଇବା ଉମା ରମଣ ବରାଇ ଭୂମା ରସିକ ଛଡାଇ ଭୂ କହିଲେ ପୃଥିବୀ ପୃଥିବୀର ମା କିଏ ଲକ୍ଷ୍ମୀ ତାଙ୍କ ରସିକ ନାରାୟଣ ମହାପ୍ରଭୁ ନାରାୟଣ ନାରାୟଣ ତା ବାପା ବିଶିଆ କହିଲା ନାରାୟଣ ମହାପ୍ରଭୁ ନାରାୟଣ ନାରାୟଣ ମହାପ୍ରଭୁ ଛଡେଇ ଦେଲେ ଶିବଙ୍କୁ ପ୍ରଭୁ ମୋହିନୀ ରୂପ ଧାରଣ କରିଥିଲେ ଦୌଡ଼ିକି ଯାଉଥିଲେ ଠିଆ ହେଇ ପଡିଲେ ଶିବ ଭଗବାନ ଯେତେବେଳେ ଆଲିଙ୍ଗନ କଲେ ତୋର ସେ ଦୋଷ ଅଛି ଯେ କିଏ ଅର୍ଜୁନ ତାର ଦୋଷ ଅଛି ଗୋଟେ ଦବ ଦରକାର ସେ ଅର୍ଜୁନ କଣ ସନାତନ ମୁଦୁଲି ଅଭୟ ସହିତ ରହିଲା ଛାମି ଛାଡ଼ିକି ପଳେଇଲା କୁଣ୍ଡେଇ ଦେଲେ ଭଗବାନ ନାରାୟଣ ସେତେବେଳେ ନିଜ ରୂପକୁ ଧରିଦେଲେ ଭଗବାନ ଶିବ ଯେତେବେଳେ ନାରାୟଣଙ୍କ ରୂପକୁ ଦେଖିଦେବେ ତାଙ୍କ ଅବସ୍ଥା କଣ ହେଇଥିବ ନିଜ ବାପା ନିଜ ପୂଜ୍ୟ ନିଜ ଆରାଧ୍ୟକୁ କୁଣ୍ଡେଇକରି ଗଣ୍ଡରେ ଚୁମ୍ବ ଦେବା ପାଇଁ ଗଲାବେଳେ ଭଗବାନଙ୍କ ମାୟାଧର ରୂପ ପରିବର୍ତ୍ତନ କରିଦେଲେ ରୂପ ପରିବର୍ତ୍ତନ କରିଦେଲେ ଶିବଙ୍କର ଅବସ୍ଥା ଯାହା ହେଇଥିବ କାହିଁକି ଯଦୁମଣି କଥା କହିଲେ ନା ସେହି ଲକ୍ଷଣ ସନ୍ଦର୍ଭେ କନ୍ୟା ଗୋଟିଏ ବିଦର୍ଭେ ସ୍ୱରଙ୍କ ପଟ ମହିଷୀଙ୍କର ଭୂତପତି ରୁକ୍ମିଣୀଙ୍କର ରୂପ ବର୍ଣ୍ଣନା ମା ମୋହିନୀ ଯୋଉ ରୂପ ଦ୍ୱାରା ଯୋଉ ରୂପର ଗରିମା ଦ୍ୱାରା ଭଗବାନ ଶିବଙ୍କ ଭଳି ତପସ୍ୱୀଙ୍କର ଯୋଗ ଭଗ୍ନ କରିଦେଲେ ବଣ ଭଗ୍ନ କରିଦେଲେ ତାଙ୍କ ବଡ଼ାଇ ଭାଙ୍ଗିଦେଲେ ସେଇ ରୂପ ଠାରୁ ଆହୁରି ସ୍ନିଗ୍ଧତା ରୂପ ସୌନ୍ଦର୍ଯ୍ୟମୟୀ ରୂପ ମା ରୁକ୍ମିଣୀଙ୍କର ମା ସୀତାଙ୍କର ଯେ ମା ସମୟ ତୋଳି ବସିଲେ କି କାର୍ଯ୍ୟ ସେ ଗୁଣାରତ୍ନ ମିଳେ ବସିଲେ ଇତ୍ୟାଦି ଇତ୍ୟାଦି ଯଦୁମଣି লিখিଛନ୍ତି ତେଣୁ ଯିବା ନାହିଁ ମୋର କହିବାର ତାତ୍ପର୍ଯ୍ୟ ଅପୂର୍ବ ଅନିନ୍ଦନୀୟ ସୁନ୍ଦରୀ ମା ସୀତା ଅତ୍ୟନ୍ତ ଗୌରାଙ୍ଗୀ ବସିଛନ୍ତି ଦ୍ୱିତଳ ରାଜପ୍ରସାଦ ଉପରେ ସଖୀମାନଙ୍କର କଣ୍ଠତା ହେଇ ଭଗବାନ ରାମ ଚାଲିଛନ୍ତି ଆଗରେ ଚାଲିଛନ୍ତି ବିଶ୍ୱାମିତ୍ର ଲକ୍ଷ୍ୟ ପଡ଼ିଗଲା କହିଲାରେ ବା କେତେ ସୁନ୍ଦର ରୂପ କେତେ କେତେ ରାଜକୁମାର ଆସିଛନ୍ତି ସେଥିରେ ମୋ ମନ ଟଳିନି ସେଥିରେ ମୋ ମନ ବଳିନି ଆଜି ଏ ଯୋଉ ସୁନ୍ଦର ରୂପ ଏ ଯୋଉ ଗରିମାମୟ ରୂପ ତାଙ୍କ ପାଖରେ ମୋ ମନଟା ବିକ୍ରି ହେଇଗଲା ରମେଶ ଭାଇ ତପସ୍ୱିନୀର ଗୋଟାଏ ଗୋଟାଏ ପଦ ରାମଙ୍କ ପଦାର ବିନ୍ଦାରେ ବିକ୍ରି ହେଇଗଲାଣି ଜଣେ ସଖୀକି କହୁଛି ସଖିଲ ଟିକେ ଶୁଣ ରତ୍ନମୟ ଧନୁଟିଏ ଜନକ ମୋ ପାଇଁ ପଣ କରିକିରି ଆଜି ଜନକ ରାଜା ଶିବଧନୁ ରଖିଛନ୍ତି ଏ ସଖୀ ମାନେ ମୋତେ ବିବାହ କରିବା ପାଇଁ କେତେ କେତେ ରାଜା ମାନେ ଆସିଛନ୍ତି ଦେଖନ୍ତୁ ମୋର ସୌନ୍ଦର୍ଯ୍ୟକୁ ଆଗମ କରିବା ପାଇଁ କୋଉ କୋଉ ରାଜା ମାନେ ଆସିଛନ୍ତି ରତନ କିରୀଟେ ମଣ୍ଡି ଧବଳ ତୁଣ୍ଡ ହେ ଧବଳ କେତେ ନରପତି ଆସି
ବୁଝିବା ଉଚିତ ଏଗୁଡା ସବୁ ଟୋକାଙ୍କ ଦ୍ୱାରା ହୁଏ। ଯୁବକ ମାନେ ଯାଆନ୍ତୁ, ସେ ଚିନ୍ତା ନାହିଁ। କେଶ ପାଚିଗଲାଣି, ତାପରେ କଳା ଲଗାଇ ଦିଆଯାଇଛି, ରତ୍ନ କିରୀଟ ବିମଣ୍ଡିତ, ନିଶଟା ବାଦ ପଡୁଛି, ନିଶଟାରେ ଆଉ କଳା ଲାଗେନି। ରମେଶ ଭାଇ ଭାବିବ ମୁଁ ମୁଣ୍ଡରେ କଳା ଲଗେଇଛି, ମୁଁ ନିଶରେ କଳା ଲଗେଇନି ବୋଲି ମତେ କଥା କହୁଛି। ନାଇଁ, ବୁଢା ରାଜା ମାନେ ଆସି ପହଞ୍ଚିଗଲେ ମୁଁ ହସିଦେଲି। ଆରେ ମୋ ବୟସରେ ଏ ବୁଢା ରାଜା ମାନେ ମତେ ବିବାହ କରିବାକୁ ଯାଇଛନ୍ତି। କେତେ ଧନୁ କଣ ଭାଙ୍ଗି ପାଇଲେ? ଧନୁ ପାଖରେ ପହଞ୍ଚିଲେ ଯେମିତି ଆସିଲା ସିଂହ ଠାଣିଲେ, ଯେମିତି ଧନୁ ପାଖରେ ପହଞ୍ଚିଲେ ମୂଷା ହେଇଗଲେ, ମୂଷା ହେଇକି ପଡିଲେ। କବି ମେହେର କହିଲେ ନିଶକୁ ମୋଦିକି ସିଂହ ଠାଣିରେ ଆସିଲେ, ଧନୁ ପାଖରେ ପହଞ୍ଚିଲେ, ମୂଷା ହେଇକି ପଳେଇଲେ। ମୁଁ ହସିଦେଲି। କେତେ ଯୁବକ ଲୋକ ଗଲେଣି, ମତେ ହସ ଲାଗୁଥିଲା। କିନ୍ତୁ ଇଏ ଯେ ଯାଉଛନ୍ତି ସେ ଜଣେ କ୍ଷତ୍ରୀ କୁଳ ଚୂଳ ଆଭରଣ କାନ୍ତି ଗଞ୍ଜନ ଦେଖିଲ, ତାଙ୍କ ଠାଣିରୁ ଜଣା ପଡୁଛି ସେ କ୍ଷତ୍ରିୟ କୁଳର ଚୂଳ, ସେ କ୍ଷତ୍ରିୟ କୁଳର ମୌଳି, ମର୍କତ ବର୍ଣ୍ଣ କାନ୍ତି। ଧର୍ଷଣୀ ଧ୍ୟାନେ ଆସି ହେଲେ ଶୋଭା କର, ସତେ ଯେନେ ରାଜପୁତ୍ର ରୂପେ ଯିବା କର, ସତେ ଯେନେ ରାଜପୁତ୍ର ରୂପେ ଯିବା କର, ସତେ ଯେନେ ରାଜପୁତ୍ର ରୂପେ ଯିବା କର। ଦେଖ ସଖୀ, ଯିଏ ଆଜି ଧନୁ ନିକଟକୁ ଗମନ କରୁଛନ୍ତି, ସେ ସତେ ଯେମିତି ରାଜକୁଳ ପୁତ୍ର ଭାବରେ ଦିବାକର ଉଦୟ ହେଇଛନ୍ତି କି ସୂର୍ଯ୍ୟ ଉଦୟ ହେଇଛନ୍ତି କି ସୂର୍ଯ୍ୟ ପଳେଇ ଆସିଛନ୍ତି କି, ତାକୁ ଚାହିଁ ସ୍ୱତମର ହେଲା ତାପସ ଜୀବନେ ନାହିଁ ଏହି ଅନୁଭବ, ତାପସ ଜୀବନେ ନାହିଁ ଏହି ଅନୁଭବ, ତାପସ ଜୀବନେ ନାହିଁ ଏହି ଅନୁଭବ। ଇଏ ପଦ କୋଉଥର ଗାଉଛି ନା ତପସ୍ୱିନୀ ମହାକାବ୍ୟ, ଗଙ୍ଗାଧର ମେହେରଙ୍କର ତପସ୍ୱିନୀ। ସୀତା ପାଷ୍ଟ ଟେନ୍ସ, ଅତୀତ କାଳରେ ଅତୀତର କଥା ଆଜି ସେମାନଙ୍କ ଆଗରେ କହୁଛନ୍ତି। ମା କଣ କହୁଛନ୍ତି? ରାମକୁ ଦେଖି ମୁଁ ଜଣେ ନବଯୁବତୀ, ସେ ଜଣେ ନବଯୁବକ। ଗୋଟେ ଯୁବକକୁ ଦେଖି ଯୁବତୀର ମନରେ ଯୋଉ ଭାବ ସୃଷ୍ଟି ହୁଏ, ସେ ଭାବ ତମ ହୃଦୟରେ ନାହିଁ, ତମକୁ କହିଲେ ତମେ ବୁଝିପାରିବ ନାହିଁ, ତାପସ ଜୀବନରେ ନାହିଁ ସେଇ ଅନୁଭବ। ମନେ ମନେ ଭାବିଲି ଏ ରାମ କଣ ଧନୁ ଭାଙ୍ଗି ପାରିବେ? କେବେ କେବେ ରାଜା ମାନେ ଫେରିଗଲେଣି, ଏ ରାମ କଣ ଧନୁ ଭାଙ୍ଗି ପାରିବେ? ତପସ୍ୱିତା ଗୋଟିଏ ପଦ ମୋ ହୃଦୟକୁ ବିକ୍ରି କରି ସାରିଲାଣି ଏ ରାମଙ୍କର ପଦାର ବିନ୍ଦ, ଏ ଦଶରଥ ତନୟଙ୍କର ପଦାର ବିନ୍ଦ। ଏ ରାମ କଣ ଧନୁ ଭାଙ୍ଗି ପାରିବେ? ତାଙ୍କ କର କମଳ ଏତେ ସ୍ନିଗ୍ଧ, ତାଙ୍କୁ ଯଦି ଗୁହାରିବ ଧନୁ ଭାଙ୍ଗିବା ପାଇଁ, ଏହା ତାଙ୍କ କର ପଲ୍ଲବକୁ ଅପମାନ ଦବ। ସେ ତ ଭାଙ୍ଗି ପାରିବେନି। ମୋ ବାପା ତ କଠୋର କଣ କରିଛନ୍ତି, ମୁଁ କଣ କରିବି? ସଖୀ ମାନେ ମନ ଥାଏ କନ୍ୟ ହୁଏ ଯେବେ ପତି, ଜୀବନ ମରଣେ ରହେ বিষম দুর্গতি, জীবন মরণে রহে বিষম দুর্গতি, জীবন মরণে রহে
ପଦଦ୍ୱୟ ଏଣେ କଠୋର ଶିବଧନ କର୍କଶମୟ ଶିବଧନ ମୋ ବାପାଙ୍କର କଣ କର୍କଶ ତାକୁ କଣ ଭାଙ୍ଗି ପାରିବି ମୁଁ କଣ ତାଙ୍କର ଶୟନ ସଙ୍ଗୀନ ହେଇପାରିବି ତାଙ୍କର ମୁକ ସାଇନି ହେଇପାରିବି ଏହା ଚିନ୍ତା କରି କରି ମୋ ମନକୁ ବାରମ୍ବାର ବ୍ୟଥା ଦଉଥିଲା ଏ ଚିନ୍ତା ଠିକ ଏତିକି ବେଳେ ଜଣେ ସଖୀ କାନରେ କହିଦେଲା ହେ ଜମା ଏ ଧନୁ କାହାର ତାଙ୍କ ସ୍ତ୍ରୀକି ଟିକେ ଡାକି ଦଉନ ତାଙ୍କର ବି ପ୍ରେମ ବିବାହ ହେଲା ନା ପାର୍ବତୀ ଭଲ ପାଇକି ବାହା ଦେଲେ ନା ତାଙ୍କ କାନରେ ଟିକେ କହିଦେ ପାର୍ବତୀ ବି ଟିକେ ଜଣେଇ ଦିଏ ପାର୍ବତୀ ଭଗବାନ ଶିବକୁ ଜଣେଇ ଦେବେ ସ୍ୱାମୀ ଠାରୁ କାମ ଆଦାୟ କରିବା ପାଇଁ ମନ୍ତ୍ରୀକି ଧରିଦେଲେ ଗଲା ଧୀରେ ଧୀରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଠାରୁ କାମ ଆଦାୟ କରିବା ପାଇଁ ଆମେ ଯେମିତି ପାଣ୍ଡିଆଙ୍କୁ ଧରୁଛେ ସେମିତି କାମ ଆଦାୟ କରିବା ପାଇଁ ହେଲେ ଶିବଙ୍କଠୁ କାମ ଆଦାୟ କରିବା ପାର୍ବତୀକୁ ଧରିବା ତାଙ୍କ ସ୍ତ୍ରୀକୁ ଧରିଦେଲେ କାମ ସରିଲା ଚାଲ ଡାକ ଭଗବତୀ ମା ଜଗନ୍ନାଥ ମା ସୀତା ଡାକୁଛନ୍ତି ଝିଅ ଯେତେ ମା ବସ ଶୁଣ ଗୋଟେ ମନ୍ତ୍ର ଗାଉଛି ଏ ମନ୍ତ୍ର ଶ୍ରୀରାମଚନ୍ଦ୍ର ମାନସର ମନ୍ତ୍ର କାହା ଝିଅ ଯଦି ବିବାହ କରିନଥିବ ସେ ଝିଅକୁ ଏ ମନ୍ତ୍ର ଦବ ସେ ପ୍ରତିଦିନ ଗାଇଲେ ତା ବାହାଘର ହେଇଯିବ ବହୁତ ପରୀକ୍ଷିତ ଡାକିଲେ ମା ଭଗବତୀ କରୁଣାମୟୀ ତୋ ପାଦ ତଳେ କୋଟି ପ୍ରଣାମ କରୁଣାମୟୀ ଧନୁଟାକୁ ଭାଙ୍ଗିବା ପାଇଁ ବ୍ୟବସ୍ଥା କର ଜୟ 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 मनवांछा पूर्ण कर जय गज बदन करुणामयी मो प्रति करुणा कर आखिर धार धार लुह धरी पड़ुଛି भगवती करुणामयी प्रणाम करदेले बसछन्ती आंदोलन उपरे एडे विश्वामित्रक संग राम चलछन विश्रा चिंता कथा गला राम चलछन स्वल्प समय भीतर कोन कर परबे चलो भाई सारे चलछन्ती देख पहुंच गले यज्ञ उत्सव कर हां हां विश्वामित्र जो कि यज्ञ धन हुआ है हां पाखर पहुंचे अच्छा 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 और पहुंच गए डाकल कले रामचंद्र पहुंची जानते जते राजा माने बसे थे हां हां राजा माने तो मुखटा माल हो गला जते राजा हां रामचंद्र को देखि के समस्त पर मुखर बोली अभी सम्राट उपेंद्र भंज हां सुंदर कथा चल चल पहले कोदरा बासा
अधिकरू अधिक पाला देखिबा पई आमो चैनल सब्सक्राइब करंतु।